ମୋ ଜେଜେମା କହିଥିଲା ନାତିଆ। ଜେଜେମା କଣ କହିଲେ? ନାତିଆ ଶୁଣେ, ନାଚ ଗାଉଛୁ ଯୁଆଡେ ଯାଉଛୁ, ନାଚ ନାଚ ଗୀତ ଗାଇକି ନାଚ କରୁଛୁ ଯୁଆଡେ ଯାଉଛୁ, ତତେ ଝିଅ ଯୋଉଠି କୁଦି ଦବ ତୁ ମନେ ରଖିଥା, ତାକୁ ଶୁଙ୍ଗେଇ ଦେଲେ ଦରଜ କଟିଯିବ, ପୀଡା କଟିଯିବ। ନିଜ ଜାଗାକୁ ଯା। ଶୁଙ୍ଗା ଶୁଙ୍ଗା ଶୁଙ୍ଗିଲି ଗୋଡ ଦରଜ ହେଲେ ଗାଈ ଯଦି କୁଦି ଦବ, ଗାଈ ବଳଦ ଗୋଡ ଶୁଙ୍ଗେଇ ଦିଅନ୍ତି। ଆରେ ମାଇ ଗାଈ ସମାନ, ମାଇ ଗାଈ ସମାନ। ମାଇ ଗାଈ ସମାନ। କେମିତି ସମାନ ଟିକେ କୁହ ତ? କେମିତି ସମାନ କୁହ? ସମାନ ହବନି। ଗାଈ ଗୋବର ଆଣିକି ଲିପି ଦେଲେ ପବିତ୍ର ହବ, ଗୋବର ପାଣି ଦେଲେ ପବିତ୍ର ହବ। ଆ ଗୋବର ଲିପି ହବନି। ଭାତ ଖାଇପାରିବନି, ଲିପିବ। ଆଜ୍ଞା ଜଣେ ଜଣେ ଯିବେ, ଜଣ ଜଣ କରି ରାଜପୁତ୍ର ଯିବେ, ଲକ୍ଷ ଭେଦ ସ୍ଥଳ ଲକ୍ଷ ଭେଦ କରିବେ। ଦେଖିବା ଲକ୍ଷ ଭେଦ ସ୍ଥଳରେ ଭାଗ୍ୟଶାଳୀ ବିଜେତା ଜଣକ କିଏ? ପ୍ରଥମରେ ଉଠିଲେ ଜଣେ ରାଜା। ରାଜା ଉଠ। ରାଜା ତା ଜୀବନ କାଳରେ ହାରିବା ଶିଖିନି। ଜଣେ ଜୟ ତର ସମୟ ଜୟ ଜୟକାର। ଆଜିର ମଞ୍ଚରେ ପ୍ରତିଯୋଗିତାରେ ଜିତିବ ହେ ରାଜକୁମାର। ଯିବି ନିଶ୍ଚିତ ଭାବରେ ତୋକୁ ଦୃଷ୍ଟି ଉପରକୁ ମୁଷ୍ଟି ରଖି ମୁଁ ନେବି ସେ ସୁନ୍ଦରୀ ନାରୀକୁ। ମୁଁ ନେବି ସେ ସୁନ୍ଦରୀ ନାରୀକୁ। ଛାତିକୁ ଫୁଲାଇ ବାହୁକୁ ହଲାଇ ରାଜା କରିଲେ अरे बीड़ी पड़ी हो उठेब थर धर उठे पारिबे। अरे देखे ये जो कॉमेडी करूंगी हाँ पंगा डाउन उठा तक उठा। ए राजा लक्ष्य वेद लक्ष्य वेद भाई रह से अच्छी के मृत्यु होई मु ता नाड़ी देख तार ना भाई गोड़ार को नाड़ी देखु तो नाड़ीटा को पटे दियो। अरे ता मुंडो दोष थिला। मुंडो ओहो देखी आंगुठी देखी उड़ा 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 आंगुठी देखी। अरे दोष छी उठा। अरे रह मो भली पांच काट आले हाली गलिले आले पलेई आगु। अरे बो आले मो हाली तापरे चलले आउ जने राजा। देखिया ए राजा कोन। अरे देखो मो केमती बिंधुती भाई बाजिले मत टिके कहि दो। पछलारी ते बिंदु दो हटो। हसड़ा बेली मते कहि न थांदु। काले काले काहू कहबानी पलेया भला भला से राजा भी लक्ष्य वेद करि परले नाही। तापरे चलले आउ जने राजा। ए चारे 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 राजा की तो बोल के ए चारे 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 भाई ए रथ दौड़ी जमा तू बिरु कुनुहार जमा तू बिरु कुनुहार
ନାଇଁ ଏଇ ରାଜା ଜଣକ ଭିଡୁ ଭିଡୁକୁ ଦେଖିବେ ୟାଙ୍କ କାର୍ଯ୍ୟକଳାପ କଣ ବାବା ଆଗେ ଚାଲ ହଁ ଚାହାଣି ଟିକେ କମ କର ଘରେ ଟିକି ଦେଲେଣି ଧନ ହଁ ଅୟୋ ରାଜା କଣରା ସଭାର ଆଭିମୁଖ୍ୟ ଅନୁଯାୟୀ ହଁ ତୁମକୁ ଲକ୍ଷ୍ୟ ଭେଦ କରିବାକୁ ପଡିବ ପାଖେ ଯା ବଢେଇ ଦେବି ନା ନା ଦୃଷ୍ଟି ରହିବ ତଳକୁ ତାପରେ ମୁଷ୍ଟି ରହିବ ଉପରକୁ ଦୃଷ୍ଟି ତଳକୁ ଉପରକୁ ମୁଷ୍ଟି ହଁ ଏତେ ଦୂର ଲକ୍ଷ୍ୟ ଭେଦ କରିବାକୁ ପଡିବ ଥାଉ ତମର ଧନୁ ମାନ ତ ହରେଲା ରାଜା ଯାଉଛି ବସି ପଡିବି ବସି ପଡ ହରେ ଭାଇ ଆମେ ସିନା ଭିଡକୁ ନୁହଁ ଏ ରାଜା ଦେଖିଲୁ କୋହଳକୁ ଆଣ୍ଠେଇଲେଣି ये हताशर बेला भूमि रे कपाल पिटुथिला लक्ष्य भेद बास ମଧ୍ୟରୁ ଗୋଟିଏ ଗୋଟିଏ ଢେଉ ଯାଇ ବେଳାଭୂମିରେ ମଥା ପିଟି ଦେଇ ଯେଉଁ ନିରାଶ ମନରେ ଫୁଟି ଯାଆନ୍ତି ବାବା ଠିକ ସେଇଭଳି ହେଲା। ଇଏ ସଭାରୂପକ ସାଗର ମଧ୍ୟରୁ ଜଣେ ଜଣେ ରାଜା ଯାଇ ଲକ୍ଷ୍ୟଭେଦ ସ୍ଥଳରୁ ନିରାଶ ମନରେ ଫେରିଗଲେଣି ଫେରିଗଲି ଠିକ ସେଇ ସମୟରେ ହେଲା କଣ ହେଲା କଣ ନା ନବୋଦିତ ଭାନୁ ତେଜ ଯୁକ୍ତ ଧନୁ ଧନୁ ପରେ ହେଲା ପରବେଶ ବୀର ଦର୍ପ ଦଳି এই সমୟରେ বাবা অরুণীমা তেজধারী জଣେ তেজিয়াল ଯୁବକ ଓହୋ খুব বীর দর্পরে আগে গলে লক্ষ্যভেদ স্থଳ বাস বাস ଇଏ ରାଜା ମାନେ ବସିଥିଲେ ହଁ ଆଉ ଦ୍ରୌପଦୀ ନିକଟରେ ସଖୀ ନିତମ୍ବିନୀ ଥିଲେ ଠିକ ନିତମ୍ବିନୀ ସଖୀ ଟିକେ ଡାକିଦେଲେ ଜେମାକୁ କହିଲେ ହଇଏ ଜେମା ହଁ এই ଦେଖିଲଣି କେତେ କେତେ ରାଜପୁତ୍ର ମାନେ ପରାସ୍ତ ହୋଇ ବସି ସାରିବା ପରେ এই ଜଣେ ତେଜିଆର ଯୁବକ ବୀର ଦର୍ପରେ ଆଗେଇ ଯାଉଛନ୍ତି ଲକ୍ଷ୍ୟ ଭେଦ କରିବା ପାଇଁ ବା ତାଙ୍କୁ ତମେ ଚିହ୍ନି ନା ନା ତାଙ୍କ ନାଁ ପରା କର୍ଣ୍ଣ ଭଲ ପଚାରୁଛ ରାଜକୁମାରୀ କହୁଛନ୍ତି ହଁ ହଁ ଏତେ ଏତେ ରାଜପୁତ୍ର ଆସିଥିଲେ ହେଲା କାହା ଟାଇମରେ ତମେ କିଛି ପାଟି ଖୋଲୁନଥିଲ ନା ମୋ ବାହାରିଲା ଟାଇମରେ କାହିଁକି ତମେ ଫେଣଉଛ ଭଲ ହଉଛି ଆଲୋଚନା ସମାଲୋଚନା କ୍ଷେତ୍ର ହଁ ଇଏ ଭଗା ତ ସମାନ ନିଚଳ ବିରାଉ ନାହିଁ ଖାଲି ଗାମୁଛାକୁ ଟୁଆଲ ତମେ ବସି ପଡ ନିଶ୍ଚଟଟେ ଆଣିବି କର୍ଣ୍ଣଙ୍କର ନାଁଟା କାହିଁକି କାହିଁକି ହେଲା କର୍ଣ୍ଣ ଆମେ ଆଲୋଚନା ଉପରକୁ ଆଣିବା ଶୁଣ ମୋ ନାଁ କାହିଁକି କର୍ଣ୍ଣ ହେଲା ବୁଝ ବାସ୍ ଆଗେ କର୍ଣ୍ଣଙ୍କର ନାଁଟା କାହିଁକି ହେଲା କର୍ଣ୍ଣ ବାବା ଆଲୋଚନା କରିବା ଠିକ ଆଜ୍ଞା ଦେଖି କାଲି ଆପଣ ମାନେ ସମସ୍ତେ ଜାଣନ୍ତି ହଁ ହଁ ଗୋଟିଏ ହେଉଛି ଆମର ଶାରଦାସ ମହାଭାରତ ବାବା ଆଉ ଗୋଟିଏ ହେଉଛି ସଂସ୍କୃତ ମହାଭାରତ ଠିକ ଶାରଦାସ ମହାଭାରତରେ ମତ ଅଛି ବା ଯେ କର୍ଣ୍ଣ ବାଟେ ଜନ୍ମ ହୋଇବାରୁ କର୍ଣ୍ଣଙ୍କର ନାଁଟା ହେଲା କର୍ଣ୍ଣ କର୍ଣ୍ଣ କିନ୍ତୁ ଆଜ୍ଞା ଇଏ ସଂସ୍କୃତ ମହାଭାରତରେ ବାବା ସଂସ୍କୃତ କବି ବ୍ୟାସଙ୍କର ମତ ଟିକେ ଥିଲା ଅଲଗା ଅଲଗା ଥିଲା ବ୍ୟାସ କଣ ମତ ରଖିଲେ କଣ କହିଲେ ଆଜ୍ଞା କହିଲେ କାନିନସ୍ସ ସହରସ୍ସ କନ୍ୟାୟା ଯଶ୍ଚ ଜାୟତେ ଧାରଂ ପିତରମୁଦସ୍ୟ ପ୍ରାହୁଶାସ୍ତ୍ର ବିଦୋଚନା কানিনস্য সহরস্য কন্যায়া যশ্চ জায়তে আয়াতে সাধারণতঃ ଓ ନ সন্তান হেউଛନ୍ତି আজ্ঞা দুই প্রকার ଆଜ୍ଞା କଣ କଣ ଆଜ୍ଞା কানিন সন্তান এবং সহর সন্তান କାନିନ ସନ୍ତାନ ଆଉ ସହର ସନ୍ତାନ ଆମେ ଜାଣିବୁ କେମିତି ଚିହ୍ନିବୁ କିପରି ଆଜ୍ଞା আচ্ছা ঠিক আছে প্রথমরে জানিবা কানিন সন্তান কাহাକୁ কুয়াযাଏ କାନିନ କିଏ না কুমারী অবস্থায় ହଁ সন্তানটিଏ গর্ভକୁ আসিব ଗର୍ଭକୁ ଆସିବ ଯୋଉଠି ବିବାହ କରିନଥିବ ନାଇଁ ସେ ବାହା ହେଇନଥିବ ତା ଗର୍ଭରେ ସନ୍ତାନ ସ୍ଥାନ ପାଇବ ଗୋଟେ ଛୁଆଟେ ତା ପେଟକୁ ଆସିବ ସେ କୁମାରୀ ଅବସ୍ଥାରେ ହଁ ହଁ ଯଦି ସନ୍ତାନଟା ଜନ୍ମ ନେଲା ଜନ୍ମ ହବ ଇଏ ଜନ୍ମିତ ସନ୍ତାନକୁ ହଁ କହିବା କାନିନ ସନ୍ତାନ କାନିନ ସନ୍ତାନ ଗଲା ସହର ବୁଝିହେଲା ତ ଆଜ୍ଞା ହୁଁ, ସହର ସନ୍ତାନ କାହାକୁ କହିବା ହଁ
ନା କୁମାରୀ ଅବସ୍ଥାରେ ସନ୍ତାନଟିଏ ଗର୍ଭକୁ ଆସେ ହେଲା ହେଲେ ତାର ବିବାହ ପରେ ସନ୍ତାନଟା ଜନ୍ମ ହେବ ଜନ୍ମ ହବ ସେପରି ସନ୍ତାନକୁ କହିବା କଣ କହିବା ସହୁଡ ସନ୍ତାନ। ଠିକ ଯେମିତି ମୋ ଖୁଡି ପରି କଣ ପୁଣି ପରି କଣ? ମୋ ଦଦାଙ୍କର 6 ମାସ ବାହାଘର ଯୋଉଦିନ ହେଇଛି ହଁ। ମୋ ଖୁଡିର ପୁଅଟିଏ ହେଇଗଲା। ଆରେ ଗୋଟିଏ ଝିଅଟି ହବାକୁ ହେଲେ 10 ମାସରୁ 10 ଦିନ ଆବଶ୍ୟକ। ନାଇଁ 6 ମାସ ବାହାଘର ଯୋଉଦିନ ହେଇଛି ହଁ। ସେଇଦିନ ଖୁଡିର ପୁଅଟିଏ ହେଇଗଲା। ଯଦି ପୁଅଟିଏ ହେଲା ମୋ ଦାଦା ନାରାଜି ରଖିବାକୁ ବାସ୍ତବିକ ଖାଲି ଘର ଗଣ୍ଡଗୋଳ କଲା ଆଉ ହଁ। ସେ ଲାଷ୍ଟ ପିଲା ମୋ ଜେଜେମାର ତ ହଁ ହଁ 16 ବର୍ଷର ବଢିଥିଲା ହଁ। ଗଣ୍ଡଗୋଳ କଲା କହିଲା ମୁଁ ରଖିବି ନା ହଁ ମୁଁ ଆସିକି ପାଇଛି ପାଲା ଗାଇକି କହିଲି ଦାଦା କଣ ଆଜି ଘର ଗଣ୍ଡଗୋଳ ହଉଛି ନା ପୁଅ ଶୁଣେ ତୋ ଖୋଳିର ପୁଅଟିଏ ଅଛି ମୁଁ କହିଲି ଭଲ ତ ନା ଭଲ ଘରେ 6 ମାସ ପରେ ଆଇଛି ବାହାଘର ମୁଁ କହିଲି ଭଲ ଘର କଳି ଦାଣ୍ଡକୁ ନିଅ ନା କେଶ ଖାଇବ ପଇସା ଉଡିବ ହେଲା। ନିଅ ନା କେବେ ଆଗ ପୁଅ ବାଘ ରଖ ତମକୁ ପୋଷିବ ଆଉ ପାଲା ବାଲା ବୋଲି ସୁନ୍ଦର ଭାବରେ ବୁଝେଇଦେଲା ବୁଝେଇଲେ ଆଉ ହେଲେ ଦାଦା ରଖିଦିଅ ଘର କରି ଦାଣ୍ଡକୁ ନିଅନ୍ତୁ କେବେ ନିଅ ନା କେଶ ଖାଇବ ପଇସା ପଡିବ କହିଲେ ଆଗ ପୁଅ ବାଘ ବାଘ ପୋଷିବ ଏବେ ଭେଣ୍ଡା ହେଇଗଲା ନା ବସ ଏଇ, ବୁଝିଦେଲା ଆଜ୍ଞା ଆଜ୍ଞା କାନିନ କିଏ ସହୁଡ କିଏ ବାବା ତେଣୁ କାନିନରୁ କର୍ଣ୍ଣ କର୍ଣ୍ଣକର ନାଁଟା